ମକର ସଂକ୍ରାନ୍ତି ବିଷୟରେ ଆସନ୍ତୁ ଜାଣିବା। ମକର ସଂକ୍ରାନ୍ତି କାହିଁକି ପାଳନ କରାଯାଏ? 12ଟି ସଂକ୍ରାନ୍ତି ମଧ୍ୟରୁ କିଛି ସଂକ୍ରାନ୍ତିର ମହତ୍ତ୍ୱ ଖୁବ୍ ରହିଛି। ମହାବିଷୁବ ପଣା ସଂକ୍ରାନ୍ତି ପରି ମକର ସଂକ୍ରାନ୍ତିର ମଧ୍ୟ ଗୁରୁତ୍ୱ ଖୁବ୍ ରହିଛି। ସାରା ଭାରତରେ ମକର ସଂକ୍ରାନ୍ତି ପାଳନ କରାଯାଏ। ବିଶେଷ କରି ଦକ୍ଷିଣ ଭାରତରେ ଏହି ପର୍ବକୁ ପୋଙ୍ଗଲ କୁହାଯାଏ। ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ତେଣୁ ଏହି ଦିନଠାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ। କଥାରେ ଅଛି ମକର ଠାରୁ ଦିନ ବକର ହୁଏ। ତେଣୁ ଏବେଠାରୁ ଦିନ ବଡ଼ ଓ ରାତି ସାନ ହୋଇଥାଏ। ଏ ହେଉଛି ମକର ସଂକ୍ରାନ୍ତିର ବିଶେଷ କଥା।